ଏକାକାର ହୋଇଯିବା ବା ଅସାଧ୍ୟକୁ ସାଧନ କରିବା। ବସ୍ତୁ ଦ୍ୱାପର ଯୁଗର କଥା। କଂସ ହିଂସାର ସୀମା ରହିଲା ନାହିଁ। ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳକୁ ବିନାଶ କଲା ଓ ନିଜର ଭଗ୍ନୀରେ ଅଷ୍ଟମ ଗର୍ଭର ସନ୍ତାନ ହସ୍ତରେ ମୃତ୍ୟୁରୁ ସ୍ୱର୍ଗବାଣୀକୁ ଶୁଣି ବନ୍ଦୀ କଲା। ନିଜର ଗେହ୍ଲା ଭଉଣୀ ଓ ଭିଣେଇକୁ। ତାପରେ କଂସ କେବଳ ପାପ କରିବାରେ ଲାଗିଲା। ଏହି ପାପର ଭାର ଏତେ ବଢ଼ିଗଲା ଯେ ଧରଣୀ ରାଣୀ ସହିପାରିଲା ନାହିଁ କଂସର ଅତ୍ୟାଚାର। ସ୍ୱର୍ଗର ଦେବତାମାନଙ୍କ ସହିତ ଧରିତ୍ରୀ ବି ଆପତ୍ତି ଜଣାଇଲେ ବ୍ରହ୍ମାଙ୍କୁ। ବ୍ରହ୍ମା କହିଲେ, ଚାଲ ନିରାକାର ପରଂବ୍ରହ୍ମଙ୍କୁ ପୃଥିବୀରେ ଜନ୍ମ ନେବା ପାଇଁ କହିବା। ସମସ୍ତେ ପରଂବ୍ରହ୍ମ ବିଷ୍ଣୁଙ୍କୁ ଦେଖା ହୋଇ କହିଲେ, ଆପଣ ପ୍ରଭୁ। ଦେବକୀ ମାତା ଗର୍ଭରେ ଜନ୍ମ ନେବାର ବେଳ ପ୍ରାୟତଃ ଉପନୀତ ହୋଇଗଲାଣି। ପ୍ରଭୁ ଟିକିଏ ହସିଦେଇ କହିଲେ, ଠିକ୍ ଅଛି, କିନ୍ତୁ ଗୋଟିଏ କଥା ମୋ ମନକୁ ବିବ୍ରତ କରୁଛି। ତାହା ହେଲା, ଜନ୍ମ ନେଉ ନେଉ କଂସକୁ କିପରି ଭାବରେ ପ୍ରତିହତ କରିବାର କୌଶଳ ମାନବ ଶରୀର ଧାରଣ କରି ଏତେ ଶକ୍ତି ମିଳିବ କିପରି? ମନେ ମନେ ପ୍ରଭୁ ଗୋଲକ ବିହାରୀ ସରସ୍ୱତୀ ମାତାଙ୍କୁ ସ୍ମରଣ କଲେ। ହେ ମାତେ, ଆପଣ ଜ୍ଞାନ ଓ ତତ୍ତ୍ୱର ସୃଷ୍ଟିକାରିଣୀ, ଏପରି ସମୟରେ ମୋର ପ୍ରାର୍ଥନା ଗ୍ରହଣ କରିବା ହୁଅନ୍ତୁ। ଠିକ୍ ଏତିକିବେଳେ ମା ସରସ୍ୱତୀ ବୀଣାର ମଧୁର ସ୍ୱରରେ ସୃଷ୍ଟି କରୁଥିଲେ ଓଁକାର ବ୍ରହ୍ମର ସହସ୍ର ସ୍ୱର। ଏହି ସ୍ୱର ମଧ୍ୟରେ ଗୋଲକ ବିହାରୀଙ୍କର ନିଜସ୍ୱ ସ୍ୱରରେ ଆଲୋଡ଼ନ ହୋଇ ମା ଜାଣିପାରିଲେ କାହିଁକି ପ୍ରଭୁ ସ୍ମରଣ କଲେ ମୋତେ। ସେ ସେଠାରୁ ହଂସ ଉପରେ ବସି ବାହାରିଲେ ଗୋଲକପୁରକୁ। ଦିବସ ପୃଥିବୀରେ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମ ଦିବସ ଓ ବସନ୍ତ ଋତୁର ପ୍ରଭାବରେ ପ୍ରାୟ ପ୍ରତ୍ୟେକ ବୃକ୍ଷ ନବକଅଁଳ ପତ୍ରର ମଧ୍ୟରେ ରଙ୍ଗ ବେରଙ୍ଗର ଫୁଲ ଶୋଭାମୟ। ଆମ୍ବ ଉଦ୍ୟାନରେ ମହମହ ବଉଳ ଫୁଲର ସୁବାସିତ ବାସ୍ନା, ତା ସହିତ ପ୍ରାତଃକାଳୀନ ଶୋଭା ଖୁବ୍ ମନୋରମ ଥିଲାବେଳେ ନୂଆ ନୂଆ କୋଇଲିର ଡାକକୁ ହଳଦୀ ବସନ୍ତର ଚକର କଟା ଉଡ଼ିବା ଦେଖିଲେ ମନର ଆବେଗ ଦ୍ୱିଗୁଣିତ କରିବା ସହିତ ନିଶ୍ଚିତ ବିଜୟର ଆଭାସ ସୂଚାଇ ଦିଏ। ହୃଦୟ ମଧ୍ୟରେ ତରଙ୍ଗାୟିତ ଲହରୀ ସୃଷ୍ଟି କରିଥାଏ। ଠିକ୍ ଏତିକିବେଳେ ମା ଆବିର୍ଭାବ ହେଲେ। ଏକ ଧବଳ ବସ୍ତ୍ରଯୁକ୍ତ ସରୁଧାର ଲାଲ ପାଢ଼ୀକୁ ପିନ୍ଧି ପଦର ଅଳିତାକୁ ସରୁ ଗାର ଦେଇ ତା ସହିତ ଶାନ୍ତ ରୁଣୁଝୁଣୁ ନୂପର ଚାଲି, କମନୀୟ ଭଙ୍ଗୀ, ମିଷ୍ଟ ଭାଷା, ଚିରକୁମାରୀ ଶରୀର ସହିତ ନୀଳ ଢେଉ ଭଳି ମୁକୁଳା କେଶ ଓ ସର୍ବାଙ୍ଗରେ ରତ୍ନ ଅଳଙ୍କାର ଲାବଣ୍ୟ ବେଶକୁ ଛୋଟ ଗୋଲାକାର ମୁଖମଣ୍ଡଳରେ ଗୋଲାପୀ ଓଠର କଥା କହିଲେ ପ୍ରଭୁ ଚାହିଁବା ମାତ୍ରେ ପ୍ରଣାମ ଜଣାଇଲେ ମା ସରସ୍ୱତୀ। ପ୍ରଭୁ କହି ଉଠିଲେ, ଆସ ମା ସରସ୍ୱତୀ, ତୁମ୍ଭଙ୍କୁ
ଦେବୀଙ୍କୁ ମୋର ପ୍ରଣାମ। ଆସନ ଗ୍ରହଣ କରିବା ହୁଅନ୍ତି। ହେ ପ୍ରଭୁ। ଦେବୀ ଆସନ ଗ୍ରହଣ କରିବା ମାତ୍ରେ ପ୍ରଭୁ ଆରମ୍ଭ କଲେ ନିଜର ଇଚ୍ଛା କଣ? ଦେବୀ, ମୁଁ ଆପଣଙ୍କ ପରାମର୍ଶ ପାଇଁ ସ୍ମରଣ କଲି। ମୋତେ ଆପଣ ଭବିଷ୍ୟତର ଜ୍ଞାନ ଦାନ କରିବା ଓ କିପରି ଜଟିଳ ସମସ୍ୟାକୁ ସହଜରେ ସାଧନ କରିବା ବାଟ ଦେଖାଇବାକୁ ଅନୁରୋଧ କରୁଅଛି। ଦେବୀ କହିଲେ, ସମସ୍ୟାଟି କଣ? ପ୍ରଭୁ କହିଲେ, ଦେବୀ ଆପଣ ମନ ଦେଇ ଟିକେ ଶୁଣନ୍ତୁ। ମର୍ତ୍ତ୍ୟରେ କଂସ ମାନବ ଓ ଦାନବମାନଙ୍କ ଉପରେ ଅତ୍ୟାଚାର ଖାଲି କରୁନାହିଁ, ସ୍ୱର୍ଗରେ ଇନ୍ଦ୍ରକୁ ବି ପରାସ୍ତ କରି। ପ୍ରଭୁ କହିଲେ, ଦେବୀ ଆପଣ ମନ ଦେଇ ଟିକେ ଶୁଣନ୍ତୁ। ମର୍ତ୍ତ୍ୟରେ କଂସ ମାନବ ଓ ଦାନବମାନଙ୍କ ଉପରେ ଅତ୍ୟାଚାର ଖାଲି କରୁନାହିଁ, ସ୍ୱର୍ଗର ଇନ୍ଦ୍ରକୁ ବି ପରାସ୍ତ କରି ସ୍ୱର୍ଗପୁର ଅଧିକାର କରି ବହୁ ଅତ୍ୟାଚାର କରିଛି। ନିଜର ଭଗ୍ନୀର ସମସ୍ତ ସନ୍ତାନମାନଙ୍କୁ ଜନ୍ମ ହେବା ପରେ ଶିଳାରେ ପକାଇ ମାରି ପକାଉଛି। ଏବେ ମୋର ପାଳି। ମୁଁ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ।